ସମ୍ବଲପୁର ରେ ଅବକାରୀ ବିଭାଗର ବଡ଼ ସଫଳତା 118 ବୋତଲ ନିଶା କପ୍ ସିରପ ଜବତ 2 ଗିରଫ। ରାଜ୍ୟରେ ଚାଲିଥିବା ନିଶା ବିରୋଧୀ ଅଭିଯାନ ମଧ୍ୟରେ ସମ୍ବଲପୁର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଚାରଭାଟି ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ନିଶା କପ୍ ସିରପ ଜବତ କରାଯାଇଥିବା ବେଳେ ଜଣେ ମହିଳାଙ୍କ ସମେତ 2 ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉକୁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଅବକାରୀ ବିଭାଗକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ ଚାରଭାଟି ଅଞ୍ଚଳରେ ଅବୈଧ ଭାବରେ ନିଶା କପ୍ ସିରପ ମହଜୁଦ ରଖାଯାଇ ବିକ୍ରି କରାଯାଉଛି। ଏହି ଖବର ପାଇବା ପରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ମୋଟ 118 ବୋତଲ ନିଶା କପ୍ ସିରପ ଜବତ କରାଯାଇଥିଲା। ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳା ଓ ଜଣେ ଯୁବକଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଆଶିଷ ମୁଣ୍ଡା ଓ ସିମଲୁ ଓରାମ। ପ୍ରାଥମିକ ତଦନ୍ତରୁ ଏହି ନିଶା କପ୍ ସିରପ ଚୋରା ଚାଲାଣ ଏବଂ ଅବୈଧ ବ୍ୟବସାୟ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ଅବକାରୀ ବିଭାଗ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି।